আমার ପୂଜା ଗୁରୁଜୀ ଗୁରୁମା ବୃନ୍ଦ ଏବଂ ମୋ ଛୋଟ ବଡ଼ ଭାଇ ଓ ଭଉଣୀମାନଙ୍କୁ ମୋର ପ୍ରଣାମ। ମୁଁ ଶ୍ୟାମସୀ ନାୟକ, ମୁଁ ଉଦୟ ଚରଣ ଛାତ୍ରୀ। ଆଜିର ସଭାରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆମ ଦେଶ ଦୀର୍ଘ 200ରୁ ଉର୍ଦ୍ଧ୍ୱ ବର୍ଷ ଧରି ଇଂରେଜମାନଙ୍କ ଦ୍ୱାରା ଶାସିତ ହେଉଥିଲା। 1947 ମସିହାରେ ସ୍ୱାଧୀନ ଲାଭ କଲା। ଏହା ସମ୍ଭବ ହୋଇଛି କେବଳ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ, ଯେପରିକି ମହାତ୍ମା ଗାନ୍ଧୀ, ଲାଲବାହାଦୁର ଶାସ୍ତ୍ରୀ, ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ ନେହେରୁ, ଏହିଭଳି ଅନେକ ଭାରତ ମାତାର ସୁପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆମ ଦେଶ ସ୍ୱାଧୀନତା ଲାଭ କଲା। ଆଜି ଆମେ ସେହି ବିପ୍ଳବକୁ ସ୍ମରଣ କରିବା ନିମନ୍ତେ ସାଧାରଣତନ୍ତ୍ର ଦିବସ ପାଳନ କରି ଆସୁଅଛୁ। ଆମେ ମଧ୍ୟ ଆଜି ମିଳିମିଶି ଶପଥ ନେବା, ସୁଯୋଗ ମିଳିଲେ ଆମ ଦେଶ ପାଇଁ ନିଜ ଜୀବନ ହସି ହସି ଦେବା ଏବଂ ନିଜକୁ ଗୋଟେ ଭାରତୀୟ ବୋଲି ଗର୍ବ କରିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଅଛି। ଜୟ ହିନ୍ଦ, ଭାରତ ମାତା କି ଜୟ।